କଟକରେ ପହଞ୍ଚିଛି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ମରଶରୀର। ବର୍ତ୍ତମାନ ଆମେ ଅଛୁ କଟକ ଏମ୍ଆର୍ ଷ୍ଟୁଡ଼ିଓ ପାଖରେ। ଆପଣ ଦେଖନ୍ତୁ ଏମ୍ଆର୍ ଷ୍ଟୁଡ଼ିଓରେ ବର୍ତ୍ତମାନ ଦାଦାଙ୍କ ମରଶରୀର ଆସି ପହଞ୍ଚି ସାରିଛି। ସବୁ ଶୁଭେଚ୍ଛି ସଙ୍ଗୀତ ପ୍ରେମୀମାନେ ତାକୁ ଅପେକ୍ଷା କରି ରହିଛନ୍ତି ତାଙ୍କର ଶେଷ ଦର୍ଶନ କରିବା ପାଇଁ। ଏଠାରେ ଦେଖନ୍ତୁ ତାଙ୍କ ପାଇଁ ସମସ୍ତେ ଆଖିରେ ଲୁହ ରହିଛି, କଣ୍ଠ ରୁଦ୍ଧ ହୋଇଯାଉଛି। ଦାଦା ନାହାନ୍ତି ଏକଥା ବିଶ୍ୱାସ କରିପାରୁନାହାନ୍ତି କେହି, କିନ୍ତୁ ଇଏ ଗୋଟିଏ କହିବା ଅଲିଉଡ ଜଗତ ପାଇଁ ଗୋଟିଏ ବହୁତ ବଡ଼ କ୍ଷତି। ଆଉ ଯେତେବେଳେ ଦାଦାଙ୍କ ଗୀତ ବାଜୁଥିଲା ଯୁବପିଢ଼ିକୁ ନେଇ ସମସ୍ତେ ତାଙ୍କ ଗୀତରେ ଝୁମି ଉଠୁଥିଲେ, କିନ୍ତୁ ଆଉ ଶୁଣିବାକୁ ମିଳିବନି ସେ ଦାଦାଙ୍କର ଗୀତ। ତ ତାରି ଭିତରେ ଯଦି ଆମେ କହିବା ଦାଦା ଆଉ ନାହାନ୍ତି। ଆଜି ଭୁବନେଶ୍ୱରରେ ତାଙ୍କର ଯେଉଁ ଚିକିତ୍ସାର ଅବସ୍ଥାରେ ମୃତ ହେବା ପରେ ପୁଣି ଏବେ ଫେରିଛନ୍ତି। ଏବେ ତାଙ୍କୁ ଏବେ ବର୍ତ୍ତମାନ ଆଣି କଟକ ଏମ୍ଆର୍ ଷ୍ଟୁଡ଼ିଓକୁ ଅଣାଯାଇଛି। ସେଠାରେ ସେ ଦିନ 2ଟା ପର୍ଯ୍ୟନ୍ତ ରହିବେ ଏବଂ ଏହାପରେ ପୁଣି ତାଙ୍କର ଯେଉଁ ଘର ରହିଛି ସେଟାକୁ ନିଆଯିବ। କଟକରେ ଯେଉଁ ଘର ରହିଛି ସେଟାକୁ ନିଆଯିବ। ଏହାପରେ ତାଙ୍କୁ ଯାହା ପୁରୀ ସ୍ୱର୍ଗଦ୍ୱାର ନିଆଯିବ ବୋଲି ଯାହା କୁହାଯାଉଛି। ଦେଖନ୍ତୁ ଆପଣ ଅନେକ ସଙ୍ଗୀତ ପ୍ରେମୀ ନିର୍ଦ୍ଦେଶକ ସମସ୍ତେ ଏଠାରେ ଆସି ପହଞ୍ଚି ସାରିଲେଣି। ଆଉ କାହାର ମୁହଁରେ ଯଦି କହିବା ଗୋଟିଏ ସମସ୍ତଙ୍କ ଆଖି ଏବେ ଛଳ ଛଳ ହୋଇ ଉଠୁଛି। ଆମେ କିଛି ପ୍ରତିକ୍ରିୟା ବି ନେବା, ଯେହେତୁ ଗୋଟେ ଏତେ ବଡ଼ ଘଟଣା ପ୍ରେମାହୀ ଅଛନ୍ତି। ପ୍ରେମାହୀ ଯଦି କହିବା ଆମେ ନିକଟରେ ଦୁଇ ଜଣ ବର୍ତ୍ତମାନ ହ୍ୟୁମାନ ଯାଇଥିଲେ। ଏବେ ଅଭିଜିତ ଦାଦା ବିଶ୍ୱାସ ନ କଲେ ବି ଏହାକୁ ବିଶ୍ୱାସ କରିବାକୁ ପଡ଼ିବ। କେତେ ଦୁଃଖ ନିଶ୍ଚିତ ଦୁଃଖର ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଶେଷରେ ଯିବାଟା ତ ଭଗବାନଙ୍କର ଇଚ୍ଛା, କିନ୍ତୁ ଅକାଳ ବିୟୋଗଟା ଭାରି କଷ୍ଟ ଦେଉଛି। ଏତେ କମ୍ ବୟସରେ ଚାଲିଯିବା, ତେଣୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରି ଆତ୍ମାକୁ ଶାନ୍ତି ମିଳୁ, ପରିବାର ବର୍ଗକୁ ଶୋଇବାର। କେତେ ବଡ଼ ଆଜି ଦୁଃଖଦ ସ୍ଥିତି ଆଜି ପହଞ୍ଚିଛି ଓଲିଉଡ ଜଗତ। ନିଶ୍ଚିତ ଅନେକ ଦିନ ହେଲା ବେଡ୍ରେ ଥିଲେ, ଏମ୍ସରେ ସମସ୍ତଙ୍କର ଥିଲା ଆଶା ଭରସା ଥିଲା ଯେ ସର୍ଭାଇଭ୍ କରିଯିବେ ବୋଲି, କିନ୍ତୁ ଆଜି ଦୁଃଖ ଲାଗୁଛି। ଅକାଳ ବିୟୋଗଟା କଷ୍ଟ ଦେଉଛି, କାରଣ ଏତେ କମ୍ ବୟସରେ ବହୁତ କିଛି କରିକି ଯାଇଛି, ଆହୁରି ବି ବହୁତ କିଛି କରିବାର ଥିଲା। ମୁଁ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ତେଣୁ ଆତ୍ମାକୁ ଶାନ୍ତି ମିଳୁ। କିଛି ଦିନ ତଳେ ଗୋଟେ ଖବର ଆସିଥିଲା କି ସେ ପୁଣି ସୁସ୍ଥ ହେଇକି ଫେରିବେ ବୋଲି। ହଁ, ମୁଁ ଯେତେବେଳେ ପଚାରିଥିଲି ଏବଂ ମୁଁ ଯାଇଥିଲି, ସେ ଖାଲି ଯେଉଁଠି ଠିଆ ହେଲେ ବି ଚାହିଁପାରୁ ଏବଂ ମୁଁ ଦେଖିଲି ଭଗବାନ ପ୍ରାର୍ଥନା କରୁଥିଲି ଯାହାକୁ ସର୍ଭାଇଭ୍ କରିଯାଅ, କିନ୍ତୁ ବହୁତ ଦିନ ପଡ଼ିଲା ପରେ ଏମିତି ବହୁତ ଦିନର ସମ୍ପର୍କ ଆପଣଙ୍କ ତାଙ୍କ ସହ। ଆଜ୍ଞା, ଆଜି ନିଶ୍ଚିତ ମୁଁ ଜଣେ ତ ମ୍ୟୁଜିକ୍ ଡାଇରେକ୍ଟର, ନିଶ୍ଚିତ ଭଲ ମ୍ୟୁଜିକ୍ ଡାଇରେକ୍ଟର ଓଡ଼ିଶାରେ ସମସ୍ତେ ଜାଣିଛନ୍ତି, କିନ୍ତୁ ମୋର ସେ ଜଣେ ଭଲ ବନ୍ଧୁ, ସମସ୍ତେ ଜାଣନ୍ତି। ଆମେ କମ୍ପିଟେଟର କାମ ହିସାବରେ ଥାଏ। କିଛି ଦିନ ତଳେ ମୋତେ କିଛି ସେୟାର କରିଥିଲା, ମୁଁ ଯେତେବେଳେ ଯେମିତି କରେ ତାକୁ ବୁଝାଏ ଦେହଟାକୁ ଯେତେବେଳେ ଯାହା ଇଏ, କିନ୍ତୁ ଏତେ କମ୍ ଏଜ୍ରେ ଏତେ ଆମକୁ ଛାଡ଼ି ଚାଲିଯିବେ ବୋଲି ଆମେ କେବେ ଶେଷ ଥର ଆପଣ କେବେ ତାଙ୍କ ସହିତ କଥା ହେଇଥିଲେ, ମନ ଖୋଲା କଥା ହେଇଥିଲେ ଯେ ଯେତେବେଳେ ସିଏ ଆଡ଼ମିସନ୍ ହେଲା ତା ପୂର୍ବରୁ ଜଷ୍ଟ ଗୋଟେ ଦଶହରା ମୁଭିଟିଏ ପୂର୍ବ ବର୍ଷ ଦଶହରା ମୁଭି ଗୋଟେ କରିଥିଲା, ସେଠି ଗୋଟେ ଛୋଟିଆ ଇନସିଡେଣ୍ଟ ତାର ଘଟିଥିଲା। ମୋତେ ଫୋନ୍ କରିଥିଲା, ସାଙ୍ଗ ଏହା ଘଟିଲା, ମନ କଷ୍ଟ କରୁଥିଲା। ମୁଁ ତାକୁ ହିମ୍ମତ ଦେଇଥିଲି, ମୁଁ କହିଲି ଏସବୁ ଘଟଣା ଆସିବ ଯିବ, ଏସବୁ ଭାବେନା, କାମ କରିବାର ଅଛି। ବହୁତ ସମୟ କଥା ହେଇଥିଲୁ ଏବଂ ତାପରେ ତ ଏମିତି ଘଟଣା। ହ୍ୟୁମାନ ସାଗର ତାପରେ ଅଭିଜିତ, ନିଶ୍ଚିତ ଗୋଟେ ଇଣ୍ଡଷ୍ଟ୍ରି ପାଇଁ ନିଶ୍ଚିତ ଓଡ଼ିଶା ପାଇଁ ଗୋଟେ ଦୁଃଖଦ ଖବର। ମୁଁ ଏତିକି କହିବି ଯେ ଶରୀରରେ ସେ ଆମ ସହିତ ନାହାନ୍ତି ସତ, କିନ୍ତୁ ସେ ଯେତିକି ଗୀତ ଗାଇ ଯାଇଛନ୍ତି, ଯେତିକି ଗୀତ ସ୍ୱର କରି ଯାଇଛନ୍ତି, ଯେତିକି ବହୁତ ଫିଲ୍ମ ଷ୍ଟାରଙ୍କୁ ସେ ତାଙ୍କ ଗୀତ ଦ୍ୱାରା ସେ ହିଟ୍ କରିଛନ୍ତି ଏବଂ ଲୋକଲୋଚନକୁ ଆଣିଛନ୍ତି, ସେଇଟା ସବୁଦିନ ପାଇଁ ଆମ ପାଖରେ ଅମର ହେଇକି ରହିବ। ଶରୀରରେ ଦେଖନ୍ତୁ ଯାହା ପ୍ରତିକ୍ରିୟା ଦେଉଥିଲେ, ଯାହା ଅଭିଜିତ ଦାଦା କହୁଥିଲେ, ସେ ନଥିଲେ ବି ସେ ଚିରଦିନ ସମସ୍ତଙ୍କ ପାଖରେ ଅମର ହୋଇ ରହିବେ। ଆହୁରି ଅନେକ କଣ୍ଠଶିଳ୍ପୀ ଅଛନ୍ତି, ଆମେ ତାଙ୍କର ମଧ୍ୟ ପ୍ରତିକ୍ରିୟା ନେବା, ଯେହେତୁ ସେ ତାଙ୍କ ସାଙ୍ଗରେ ମଧ୍ୟ ରହିଛନ୍ତି। ଆମ ସହିତ ଭାଇ ବି ଅଛନ୍ତି, ଆମେ ସେ ସିଧାସଳଖ ଯୋଡ଼ିବା ଏବଂ କଥା ହେବା। ଯଦି କହିବା ଇଏ ଗୋଟିଏ ବଡ଼ କ୍ଷତି, ଏବେ ନିକଟରେ ହ୍ୟୁମାନ ଭାଇ ଯାଇଥିଲେ, ଇଏ ପୁଣି ଅଭିଜିତ ଦାଦା। ନିହାତି ଭାବରେ ଓଡ଼ିଆ ସଙ୍ଗୀତ ପାଇଁ ବହୁତ ବଡ଼ କ୍ଷତି। ସକାଳେ ନ୍ୟୁଜ୍ ପାଇଲା ପରେ ମାନେ ନିଜ କାନକୁ ବିଶ୍ୱାସ କରିପାରିଲେନି, ସତରେ କ'ଣ ଦାଦା ଚାଲିଗଲେ, ଆଉ କ'ଣ ସେ ସଙ୍ଗୀତ ହେବ। ମନ ଭିତରେ ଅନେକ କଷ୍ଟ, କଣ୍ଠରୋଧ ହେଇଯାଉଛି, କିଛି ଶବ୍ଦ ବି ମୁହଁକୁ ଆସୁନି।
दादा सहित अनेक वर्षर संपर्क दादा बहुत भल पाती जो देखते अभि केमती अच्छे कौन कर खबर कौन पूरा बिंदास कथबार्ता एत बढ़िया लोक एत सुंदर संगीत निर्देशक ଆପଣ ଫେରିବେ ଶେଷ ଥର କେବେ କଥା ହେଇଥିଲେ? ଦାଦା ସହିତ ପାଞ୍ଚ ଛଅ ମାସ ମାନେ ଯେତେବେଳେ ହସ୍ପିଟାଲ କରେ ତାର ଗୋଟେ ମାସ ଦେଢ଼ ମାସ ପୂର୍ବରୁ ଏଇ ଏମଆର ଷ୍ଟୁଡିଓରେ ହିଁ ଦେଖା ହେଇଥିଲା ଦାଦାଙ୍କ ସହିତ ଆଉ ଦେଖିକିରି ବହୁତ ଖୁସି ହେଲେ ମୁଁ ଜଙ୍ଘ ଉପରେ ହାତ ରଖି ହାତକୁ ବାଡ଼େଇ ଦେଲେ ଜଙ୍ଘକୁ ହେଲେ କ'ଣ ଖବର କିରେ ତୋର କେମିତି ଅଛୁ ସେ କଥା ଏବେ ବି ମନେ ପଡୁଛି ଆଖି ସାମ୍ନା ନାଚି ଉଠୁଛି ଆଉ ଦାଦା ଏମିତି କିଏ କହିବ ଏତେ ସୁନ୍ଦର କଥା ବହୁତ ମନେ ପଡୁଛି ଦେଖନ୍ତୁ କହିଲା ବେଳକୁ କଣ୍ଠରୁଦ୍ଧ ହେଇଯାଉଛି କୋଉଠି ନା କୋଉଠି ଯଦି ଆମେ କହିବା ବିଶ୍ୱାସ କରିବା ନ ବି ବିଶ୍ୱାସ କରି ହେବ ଦାଦା ଆଉ ନାହାନ୍ତି ଯେହେତୁ ସମସ୍ତେ ଏବେ ଆସୁଛନ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ପାଇଁ ଶେଷ ଦର୍ଶନ କରିବା ପାଇଁ ଯେଉଁ ସଙ୍ଗୀତ ପ୍ରେମୀମାନେ ଅଛନ୍ତି ସମସ୍ତେ ଦେଖନ୍ତୁ ପରସ୍ପରକୁ ଧରି କାନ୍ଦୁଛନ୍ତି ସମସ୍ତଙ୍କ କଣ୍ଠ ଆଖିରେ ଲୁହ କଥା କହିବା ପାଇଁ ନାହିଁ ଦାଦା ନାହାନ୍ତି କଥା ବିଶ୍ୱାସ କରିପାରୁନାହାନ୍ତି କେହି ଯଦି କହିବା ଏହାରି ଭିତରେ ଅଲିଉଡ ଜଗତ ପାଇଁ ଇଏ ଗୋଟିଏ ବଡ଼ କ୍ଷତି ଯଦି କହିବା ଦାଦା ଆଉ ନାହାନ୍ତି ଏହାକୁ ବିଶ୍ୱାସ କରିବାକୁ ହେବ ଯଦି କହିବା ସଙ୍ଗୀତ ଜଗତ ଗୋଟିଏ ପ୍ରକାର ଏବେ ସ୍ତବ୍ଧ ହୋଇପଡ଼ିଛି ସମସ୍ତେ ତାଙ୍କର ଯିଏ ପ୍ରଶଂସକ ଅଛନ୍ତି ବା ଯେଉଁମାନେ ବି ଅଛନ୍ତି ତାଙ୍କ ସଙ୍ଗୀତର ତାଙ୍କ ସହିତ ଯେଉଁମାନେ ଯୋଡ଼ି ହୋଇ ରହିଥିଲେ ସେମାନେ ଆସୁଛନ୍ତି ଆଜି ଶେଷ ଦର୍ଶନ କରିବା ପାଇଁ ଏବଂ ପହଞ୍ଚୁଛନ୍ତି ଯଦି କହିବା ଏହାରି ଭିତରେ ଅଭିଜିତ ଦାଦାଙ୍କ ପଥ ଶରୀରକୁ ଏବେ କଟକ ଅଣାଯାଇଛି ଆଉ କିଛି ସମୟ ପରେ ପୁଣି ତାଙ୍କର କଟକରେ ଥିବା ଘରକୁ ନିଆଯିବ ଏବଂ ଏହାପରେ ସ୍ୱର୍ଗଦ୍ୱାରକୁ ନିଆଯିବ ଯାହା ଚିତ୍ର ଆମେ ଦେଖାଉଥିଲୁ ବର୍ତ୍ତମାନ ଏବେ ଆସି ପହଞ୍ଚି ସାରିଛି ଦାଦାଙ୍କ ମତ ଶରୀର ଏବଂ ଏହାକୁ ସମସ୍ତେ କଟକରେ ପହଞ୍ଚିବାର ଶେଷ ଦର୍ଶନ କରୁଛନ୍ତି କଟକରୁ ଜିତେନ୍ଦ୍ର ପ୍ରସାଦ